ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଏଫେସିୟ 6:12 ଏହିପରି ଲେଖାଯାଏ, ଆମମାନଙ୍କ ଯୁଦ୍ଧ ମର୍ତ୍ତ ବିରୁଦ୍ଧରେ ନୁହେଁ, ଅଧିପତି ବିରୁଦ୍ଧରେ, କର୍ତ୍ତାର୍ପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ ଆମ ଯୁଦ୍ଧ। ଆମକୁ ଜାଣିବାର ଅଛି, ଯେଉଁ ଦିନଠୁ ଆମେ ପ୍ରଭୁ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କଲୁ, ସେହି ଦିନଠୁ ଶତ୍ରୁ ସୈତାନ ସେ ଚେଷ୍ଟା କରେ ବିଶ୍ୱାସୀମାନଙ୍କୁ କେଉଁପରି ପ୍ରଲୋଭନ ପରୀକ୍ଷାରେ ପାପରେ ପକାଇ ତାଙ୍କୁ ଈଶ୍ୱରଙ୍କଠୁ ଦୂରେଇ ଦେବ। ସେଥିପାଇଁ ଆମେ ସଚେତନ ହୋଇ ଜାଗ୍ରତ ରହିବା। ଏହି ପ୍ରଲୋଭନ ପରୀକ୍ଷାରୁ ଆମେ କେଉଁପରି ଜୟ ପାଇବା? ଆମକୁ ପ୍ରଭୁ ଯୀଶୁଙ୍କଠାରେ ଲାଗି ରହିବାର ଅଛି। ସବୁଦିନ ପ୍ରାର୍ଥନା ଜୀବନ କାଟିବାର ଅଛି, ଉପବାସ କରିବାର ଅଛି, ସବୁଦିନ ବାଇବେଲ ପଢ଼ିବାର ଅଛି। ତାହେଲେ ଏହି ପ୍ରଲୋଭନ ପରୀକ୍ଷା ଉପରେ ଆମେ ଜୟ ପାଇପାରିବା। ପ୍ରଭୁ ଯୀଶୁ କ'ଣ କହିଲେ? ପରୀକ୍ଷାରେ ଯେପରି ନ ପଡ଼, ଜାଗି ରହି ପ୍ରାର୍ଥନା କର। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।